लास्टिंग हुआ लास्टिंग के दिन ने बची ना शाशुर आ के दिन पर तापर पुणी केबे गमन करियो को शाशुर मास रही मास रही पाखरे बाहले या फायदा रे को दिन आइले सोमवार ना मैं इट बस जाओ कांदी ना कोन भालू ने छला भाई आइले काटी गेला भालू ना संग मैंने नमस्कार वेलकम बैक टू माय चैनल आशा करछे आपण माने भलो थिबो आमे माने भी बहुत भलो अछु आ ननद आज पळै छिबे तो चलंत देखिबा कोन करू जल्दी सी चला दुदू कोन चलछे कोन चलछे इखी आतंक जोरे भूख गलानी से आसिक पोछा पोछी कर घर द्वार बड़े मुठिला बेलू से गाधे गले ना गले ना चेंज कर जा पुणी से ना नुआ नुआ बो पूरा मुझे उठी 5:30 मुझे आगे शो जाए मत भल लगुन आज मो अवस्था बो कौटी अच्छा तू कौन कौ बो कहीं गुआ जा गुआल को जा गुआल को जा से टेंशन ना घर द्वार बड़े पोछा पोछी बसैले विदाय रजनी कौन आस दशहरा दशहरा मसे रहा मसे भी नुआ 20-25 दिन थी केते तारीख पड़े 12 तारीख सी आसला बोधे आमर देखा नाम माँ झी बोधे न बुलिकी जीव कहीदे बांगू घर आम जा ना तुम सुजोग टाणी छिड़ज नुह तो मामा तू मोर छिड़े दो कौन किए कौन फोपार लगा से किसी हेले ना कौन ओहो हो हे टीए ऊपर पड़ जाए टीड़ी ऊपर पड़ जाए इपी कर चिकेन झोल एगरा मु खाइबनी तो खरा नहीं जा रखी दे खरा को मानु जदी से ए हमरा पानी ओदा ए खाइबो ना बिलो दे मोबाइल लगी खाली महा पोको खाइ लंबा यही मोरे ना कहलो मु खाइबनी बोली मु को खाइ मु जोगु दवा कांछ ना मु एगरा खाइ लुडल खाइ ताको एना ऑफर है नहीं देख ताको ना माइले छ आछो एना ऑफर चलती धनु जे तो मारि परियो धनु हसिल दिए तो माइले हसिल ना केम के हसिल माइले हसिल ए तो केमी दे हसिल कहू धनु माथि पळाइबी तू कांदेबू तो काई कांदेबी को जाऊ ना पळाइबी कम बो अछि हम जाऊ छी तू जा तो पुणी आसी ए पाट वाली मु जाऊ छी दे सेठी कोन अल्ट्रासाउंड करछ हैं अल्ट्रासाउंड करछ ना कोन कौटी अच्छी सीट अच्छी हैं अल्ट्रासाउंड करछ कौ जगह कौ पोजिशन अच्छी तो आम सुंदर आस गोटे न्यू मेंबर तो बहुत जल्दी सी आसो
ଏଇ 2-3 ଦିନ ଭିତରେ ଆସିବ ନା ବୋଉ? 2-3 ଦିନ କହିଛି ନା? ସେ ଡେଟ୍ ଲେଖିଥିଲା ଡକ୍ଟର? ହଁ ତାହେଲେ 2-3 ଦିନ ଭିତରେ ଆମର ମେମ୍ବର ଗୋଟେ ଆସିବ। ସେ ଏମିତି କରିଦଉଛି ବା, ମୁଁ ସେଇ କଥା କହୁଛି। ସେଇଟା କଣ ପୌରଉଛନ୍ତି ନା ସେ ନିଜେ ପୁରେଇ ଦଉଛି? କେମିତି କାଢି ଦଉଛି କେମିତି ସେ? ଆମମାନଙ୍କୁ ଯେମିତି ବେସ୍ତିଆ ଲାଗେ ତାଙ୍କୁ ବି ସେମିତିଆ ଲାଗୁଛି। ସେ ତାର ଏଇଟା ହେଲା କଣ, ତାର ଯେହେତୁ ପାଟି ନାହିଁ ସିଏ କହିପାରୁନି। ତ ଝିଅ ହେଲେ ସମସ୍ତେ ମିଠା ଖାଇବ ନା ବୋଉ? ମିଠା ଦବ ନା ଝିଅ ହେଲେ? ତ ଝିଅ ହେଲେ ମିଠା ଦବନି? ଝିଅ ହେଲେ ମିଠା ଦବନି? ମିଠା କେମିତି ନିଆ କର ଯଦି ଟେକିକି ନଉନା, ହେଲମେଟ ଟା ନଉନା। କଣ ଆସିବ? ମୁଁ ନା ଆସିବିନି ବା। ଏଇଟା ହଉଛି ତୁ, ଏଇଟା ତୋ ଘର କହିବୁନୁ। ସିଏ କିନ୍ତୁ ତାଙ୍କ ଘରକୁ ଦମ୍ଭର କହିବ। ହେଲେ ଆଉ ଏଇଟା କହିବୁ ଡୁଡଲ ଘର। ଡୁଡଲ ତ ବାହା ହେଇ ପଡିବ, ସେ ମୁଁ କାହା ଘର କହିବ? ଯିଏ ଥିବ ନା କାନ୍ଦିବେ। ଏଠି ବସେଇକି ନେଇ ପାରିବନି? କହୁଛନ୍ତି ବସ ବୋଲି ପଡିଲେ ମୋ ଦୋଷ ଦବନି। ବଳ କିନ୍ତୁ ପଡିଲେ ମୋ ଦୋଷ ଦବନି। ନା ସେ ଡେଙ୍ଗା ପିଲାଟା ବୋଲି ଫାଇଦା ଉଠଉଛନ୍ତି, ଗୋଡ ପକେଇ ଦଉଛନ୍ତି ନା। ଆଉ ଯିଏ ସାଇଡ ରେ ଥିବ ସେ ଗଳି ପଡିଲେ କିଛି ନାହିଁ। ବ୍ୟାଗ ନେଇକି ଯାଅ। ବ୍ୟାଗ ଏ ମା ଏଇଟା ଏତେ ଓଜନ ସତରେ ହେଇଛି? ମୁଁ କହୁଛି ଏଇଟା ନଡିଆ। ହଁ ସେ ହଉ, ସେଟା ମାନେ ଟାଇମ ଲାଗୁଛି ହେଇତେ। ଟାଇମ ଲାଗୁଛି। ସେ ବାପା ଜମା ଟାଣ ଖାଇ ପାରୁନାହାନ୍ତି, ଏପଟେ ଝିଅ ଖାଉଛି, ସେଥିପାଇଁ ଟିକେ ନରମ ଖାଉଛି। ସେ କୁକୁଡ଼ା ଟା ଭରି ଦିଆଗଲା। ମୁଁ ଏଇନା ଟିକେ ଯୋଉ ବିଦା କରିଦେଇ ଆସିବି। ଚାଲ ଲାଷ୍ଟିଂ କୁହ। ନା ଶାଶୁଘରେ ଆଉ କେଇ ଦିନ ପରେ, ତାପରେ ପୁଣି କେବେ ଗମନ କରିବ କୁହ? ଶାଶୁଘରେ ମାସେ ରହିବି, ପାଖରେ ବାହା ହେଲେ ଏଇଆ ଫାଇଦା ନା। ପାଖରେ ରହିଲେ ଏଇଆ ଫାଇଦା। ଲାଜ ଲାଗୁଛି କିନ୍ତୁ ଜଲ୍ଦି ଜଲ୍ଦି ଆସୁ। ମୁଁ ଆମ ଘରେ କେତେ ଆଡେ ବୁଝି, ତମର କହିଲା ମାନେ ବାହାରୁ ବାହାରି ଇଚ୍ଛା ହଉନି, ତା ସହିତ କଥା ହେବା ପାଇଁ ଇଚ୍ଛା ହଉନି। ନାଜ ନା କୋଉ ଦିନ ଆଇଥିଲେ? ସୋମବାର। ନା ମୁଁ ଏଇଠି ବସିଯିବେ। ଯାଅ, କାନ୍ଦିବି ନା କଣ? ଭାଲୁଗୁଣି ସଲବା ହେଇ ଆଇଥିଲେ କାଟିକି ଗଲା। ନଣନ୍ଦ ହେଲା ବାହାରିକି ପଳେଇଲେନି, ତ ସିଏ ବି ଯାଇକି ଅଧା ବାଟ କରି ବର୍ଷାରେ ଠିଆ ହେଇଥିବେ। ଜୋର ବର୍ଷା ହଉଛି। ଆଉ ବୋଉ ଏତିକି ମାଛ ବାଛିଛନ୍ତି। ମତେ କିନ୍ତୁ ଏମିତିଆ ଷ୍ଟାଇଲରେ ମାଛ ବାଛି ଆସେନି। ତା ଗାଲି ଏମିତି ଦି ସାଇଡ୍ ପୁରା ଛିଡେଇକି କାଢୁଛନ୍ତି। ତ ଆମର କିନ୍ତୁ ଖାଲି ପୁଞ୍ଜିଟା ଫଟେଇ ଦେଇକି ତା ପିତ୍ତଟା ବାହାର କରିଦେଇକି ତା ଲାଞ୍ଜ ଟିକେ ଛିଡେଇ ଦେଇକି, କିନ୍ତୁ ଏତେ ଏଇଗୁଡା ଏ ସବୁ ମରିଯାଇଛନ୍ତି। କହୁଛନ୍ତି ଏମିତିଆ ଛଡେଇଲେ ଲାଗିବ ଯେମିତି ମାଛ ମରିଯାଇଛନ୍ତି ବୋଲି। ଆମର ସେମିତି ଛଡା ଯାଏନି। ଦୁନିଆ ଯାକ ଲୋକଙ୍କର ସବୁ ଏମିତିଆ ହିଁ ଛଡା। ଆଉ କିଏ ଏମିତିଆ ଛଡାଏ? ତମ ଏରିଆରେ କିଏ ଛଡାନ୍ତି ତ? ସେ ଛଡଉଛନ୍ତି, ମୁଁ ଖାଲି ବୁଙ୍କି ଫଟେଇକି ଦେଇଦେବି, ସେ ତାଙ୍କର ଛଡେଇବେ। ଇଏ କଣ ତା ନାଜ ତ ରହିଲା, ତା ନାଜ ତ ଛିଣ୍ଡା ହେଲାନି। ଇଏ କଣ ତମକୁ ପା ଦଉଛି, ତମର ଛିଡେଇବ ସେଗୁଡା। ମୁଁ ମୋର ପୁଣ୍ଟି ଫୁଟେଇକି ତାର ଯୋଉ ବାହାର କରିଦେବି। ଯେ ତୁ ନେଇଯା, ସେଠି ଧୋଇକି ବାଛ। ଭାଜ ଯା ସେଠି ଧୋଇକି। ନା ମାଛ ସେଇ ଅନୁସାରେ ଖାଇବ, ମତେ ଛଡେଇ ଆସିବ। ମୁଁ କହିଦେଇଛି ମୁଁ କହିଦେଲି, ମୁଁ ତ ପାରିନି ଆଉ। ଇଏ କଣ ସବୁ କାମ ଶିଖିଯିବ? ଇଏ ମାଛ ଯୋଉ ମୋବାଇଲଟା ଓଦା ହେଲେ କିଛି ଖରାପ ହବନି। ଟିକେ ଟିକେ ବର୍ଷା ଅଛି, କଭର ଅଛି।
ଆସନ୍ତୁ ଆମେ ବର୍ଷାରେ ସେପଟରେ ଟେକି ଦିଏ ସେ 1000 ଥର ଆସିବ ହେଁ ଟେକି ଦିଏ ସେପଟରେ 1000 ଥର ବର୍ଷାରେ ଓଦା ହେଇ ଚାଲିଛୁ ଏଠି ଆଇଁଷ ହେଇଛି ତ ଏଇଠି ଛଡ଼େଇଦେଲେ ପଳେଇଯିବା ଏକାଥରେ ଭିତରକୁ ତମେ କ'ଣ ଘଷୁନ ଯିବୁ ସେ ଧୋଇଦେଲେ ତ ପଛରେ କାଟି କେଇ ଘଣ୍ଟା ତାକୁ ଧୋଇବୁ ସେମିତି ହାତରେ ଘଷିଦେଲେ ଏମିତି ଟିକେ ଘଷି ଦେବ ତାକୁ ତଳେ ସେ ସଫା ହେଇଯିବ ଧୋଇଲା ବେଳକୁ ଛାଡ଼ିଯିବ ପୁରା ଦୃଷ୍ଟି କେହି ପକେଇବେନି ନହେଲେ ପେଟ କାମ ଦେବ ଏଇନା ଆମର ସୋରିଷ ତେଲ ଖାଲି ଭାସିବ ମାଛ ଭଜା ଏଇନା ଯେଉଁ ଆସିଲା ମାନେ ଟାଇମ୍ ସବୁଦିନ ମାଛ ସବୁଦିନ ମାଛ ଆସିବ ସବୁଦିନ ତମେ ତାକୁ ଘଷି ଘାସିକି ଧୋଇବ ମୁଁ ଯେଉଁ ଯାଇକି ଇଏ କରିଦେବି ଚୁଲି ଲଗେଇବି ତେଲ ଫେଲ ପକେଇବି ଧୋଇବ ଓଦା ହେଇଯିବ ଏବେ ନା ଏତିକି ଅଛି ତ ଜଲ୍ଦି ପଡ଼ୁଛୁ ମୁଁ କୁଟା ଆସିବ କପରେ ଦୁଇଟା ମାଛ ଯେଉଁ ଆମର ଆସିଥିବେ ସେ ଯେଉଁ ଧଳା ଧଳା ଯେଉଁଟା ପିତ ନଥାଏ ପିତା ଲାଗିବ ପଡ଼ିଗଲା ସେଇଟା ଏଠି ଅଛି ଗୋଟେ ସେଇ ମାଛ ଗୁଡ଼ା ଆମର ଆସିବେ କେଉଁ ମିଳେ ଆଉ ବେଶୀ ଯେଉଁ ମିଳିବ ବି ସେଗୁଡ଼ା ପଚି ଯାଇଥାଏ ସାଧା ମିଳେନି ତ ଏଇ ମାଛ ଖିଆ ହୁଏ ବଡ଼ ମାଛ ମିଳିଯିବ ଫ୍ରେଶ୍ ଏଇଗୁଡ଼ା ଗଲା ପରେ କୁକୁଡ଼ା ପୁରେଇକି ବୋଧେ ତାକୁ ଛାଡ଼ିବ ବୋଲି ସେ କୁକୁଡ଼ା ଗୁଡ଼ା ବହୁତ ତାଙ୍କ ଘରେ ଯାଇକି ଥିଲେ ତାଙ୍କ ଘରୁ ଯାଇ ନେଇକି ଆସିବେ କୁଡ଼ି ଘରେ ସବୁଗୁଡ଼ାକୁ ଧରିକି ଆଣିଲି ସେଠି ଯାଇକି ଆଣିକି ଧରିକି ଗଲି ଏଇ ଦେଖି ତ ଖାଇବୁ ବ୍ୟସ୍ତ କାହିଁ ହଉଛି ସେ ଖାଇବ ବୋଲି ପୁରା ଛାନିଆ ହେଇଗଲାନି ମୁସିକ ମାଛ କାର୍ ବ୍ୟାଙ୍କ ଆଇଛି ଘର ସମସ୍ତେ